ओम शांति 21 फेब्रुआरी 2022 प्रातः मुरली बाबा कहउछंती मिठे बच्चे बाबा आसीछंती तुम्भमानकु निज सदृश अशरीरी करिबा पाई। जेबे तुमे अशरीरी हेबो तेबे बाबांक साथिरे जाई परिबो। बाबा आसीछंती तुम्भमानकु निज सदृश अशरीरी करिबा पाई। जेबे तुमे अशरीरी हेबो तेबे बाबांक साथिरे जाई परिबो। प्रश्न, बाबांकर केउ आज्ञा पालन करुथिबा आत्मा निरंतर योगी होई परिबे? बाबांकर केउ आज्ञा पालन करुथिबा आत्मा निरंतर योगी होई परिबे? उत्तर, बाबांकर प्रथम आदेश हेउछि पिलामाने तुमको एही देह को भूलिबाकु हेबो। एहाकु भूली निजको आत्मा निश्चय कर, तेबे बाबांकर स्मृति निरंतर रहिबो। सर्वदा गोटिए पाठको पक्का कर जे मु आत्मा निराकारी दुनियार निवासी अटे। एहा द्वारा तुमर देह अहंकार समाप्त होइजिबो। बुद्धिरे कौनसी देहधारीर स्मृति न आसु, तेबे जाई निरंतर योगी होई परिबो। गीत तुम्हें पाके हमने जहाँ पा लिया है। ओम शांति। ଏହା କିଏ କହିଲା? ଆତ୍ମା କହିଲା। ଓମ୍ ଅର୍ଥାତ୍ ମୁଁ ଶାନ୍ତ ସ୍ୱରୂପ ଅଟେ। ଏସବୁ ବୁଝିବାର କଥା ଅଟେ। ପ୍ରଥମେ ନିଜକୁ ଆତ୍ମା ବୋଲି ନିଶ୍ଚୟ କର। ଆମେ ପ୍ରଥମେ ଆତ୍ମା ଅଟୁ, ପରେ ଏହି ଶରୀର ମିଳିଥାଏ। ଆମେ ଆତ୍ମା କାହାର ସନ୍ତାନ ଅଟୁ? ସେହି ଶାନ୍ତିର ସାଗର, ଜ୍ଞାନର ସାଗର ପରମ ପିତା ପରମାତ୍ମାଙ୍କର। ସିଏ ସର୍ବଦା ଶାନ୍ତ ଅଟନ୍ତି। ଆମେ ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ନେଉଛୁ, ଅଭିନୟ କରୁଛୁ। ଶିବ ବାବା ତ ବିଚିତ୍ର ଅଟନ୍ତି। ତାଙ୍କର ନିଜର ଶରୀର ନାହିଁ। ତୁମର ତ ନିଜର ଚିତ୍ର ଅଛି। ତୁମେ କଥା ହେଉଛ। ବାବା କହୁଛନ୍ତି ମୁଁ ସର୍ବଦା ବିଚିତ୍ର ଅଟେ। ବ୍ରହ୍ମା ବିଷ୍ଣୁ ଶଙ୍କର ସୂକ୍ଷ୍ମ ଶରୀରଧାରୀ ଅଟନ୍ତି। ମୁଁ ବିଚିତ୍ର ଅଟେ। ତୁମେ ଆତ୍ମା ମାନେ ମଧ୍ୟ ମୋ ସାଥିରେ ନିର୍ବାଣ ଧାମରେ ରହିଲା ବାଲା ଅଟ। ବାବା ଯିଏକି ବିଚିତ୍ର ଅଟନ୍ତି, ସିଏ ବସି ଶୁଣାଉଛନ୍ତି। ତୁମେ ଆତ୍ମା ମାନେ ଶୁଣୁଛ। ବାବା କହୁଛନ୍ତି ମୋତେ ୟାଦ କର, ଏହା ଦୁଃଖ ଧାମ ଅଟେ। କହୁଛନ୍ତି ଯେ ଆମେ ପତିତ ଅଟୁ, କିନ୍ତୁ ଆମକୁ ଏପରି ପତିତ କିଏ କରାଇଲା? ବାବା ତ କରିନାହାନ୍ତି। ବାବାଙ୍କର ତ ମହିମା କରୁଛ ଯେ ତୁମେ ମାତା ପିତା, ଆମେ ବାଳକ ତୁମର। ଆପଣଙ୍କ ଠାରୁ ଯେଉଁ ଅସୀମ ସୁଖ ମିଳିଥିଲା, ତାହା ଭାରତବାସୀ ମନେ ପକାଉଛନ୍ତି। ସମସ୍ତେ ଭାଇ ଭାଇ ଅଟନ୍ତି। ପୁଣି ଯେବେ ଶରୀର ଧାରଣ କରୁଛନ୍ତି, ତେବେ ପ୍ରଜାପିତା ବ୍ରହ୍ମା ଦ୍ୱାରା ରଚନା ହୋଇଥାଏ। ଆତ୍ମା ତ ହେଉଛି ହିଁ ଅବିନାଶୀ। କିନ୍ତୁ ସମସ୍ତଙ୍କୁ ତ ପିତା ବୋଲି କହିବା ନାହିଁ। ସନ୍ନ୍ୟାସୀମାନେ କହିଥାନ୍ତି ଶିବୋହମ୍ ତତ୍ତ୍ୱମ୍ ବା ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ତାହେଲେ ତ ସମସ୍ତେ ପିତା ହୋଇଯିବେ। ଏହା ତ ନୀତି ବିରୁଦ୍ଧ ହୋଇଯିବ। ପିଲାମାନେ ଡାକୁଛନ୍ତି ହିଁ ମୁକ୍ତି ଅଥବା ଜୀବନ ମୁକ୍ତିର ସମ୍ପତ୍ତି ନେବା ପାଇଁ। ଯେତେବେଳେ ଏଠାକୁ ଆସୁଛ, ତେବେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ମୁଁ ଆତ୍ମା ଅଟେ। ଏପରି ନୁହେଁ ଯେ ମୁଁ ପରମାତ୍ମା ଅଟେ। ନା, ଆମେ ଆତ୍ମା ଅଟୁ। ପରମପିତା ପରମାତ୍ମାଙ୍କର ଆମେ ସବୁ ସନ୍ତାନ। ବ୍ରାହ୍ମଣ ବ୍ରାହ୍ମଣୀ ଅଟୁ। ତୁମେ ସବୁ ବ୍ରହ୍ମାଙ୍କର ସନ୍ତାନ, ଶିବ ବାବାଙ୍କର ନାତି ନାତୁଣୀ। ସମସ୍ତେ ପରମପିତା ପରମାତ୍ମାକୁ ମନେ ପକାଉଛନ୍ତି। ହେ ଈଶ୍ୱର ପିତା କହୁଛନ୍ତି। ପୁଣି ତାଙ୍କୁ ସର୍ବବ୍ୟାପୀ କହିବା ତ ସମ୍ପତ୍ତି କେଉଁଠାରୁ ମିଳିବ? ଭକ୍ତି ମାର୍ଗରେ ସମସ୍ତେ ଭଗବାନଙ୍କୁ ମନେ ପକାଇଥାନ୍ତି। ଭଗବାନ ହେଉଛନ୍ତି ଜଣେ। ତୁମେ ସମସ୍ତେ ଭକ୍ତ ଅଟ। କନ୍ୟା ଅନେକ, କିନ୍ତୁ ବର ଅଥବା ସାଜନ ଜଣେ ଅଟନ୍ତି। ସିଏ ପିତା ଓ ଅନ୍ୟ ସମସ୍ତେ ତାଙ୍କର ସନ୍ତାନ। ତେଣୁ ଆଉ କାହାକୁ ବି ୟାଦ କର ନାହିଁ। ବାବାଙ୍କର ଆଦେଶ ହେଉଛି ପିଲାମାନେ ତୁମେ ଏହି ଦେହକୁ ମଧ୍ୟ ମନେ ପକାଅ ନାହିଁ। ନିଜକୁ ଆତ୍ମା ବୋଲି ଭାବ। ଆତ୍ମା ହିଁ କହୁଛି ମୁଁ ଦୁଃଖୀ, ଭ୍ରଷ୍ଟାଚାରୀ ହୋଇଯାଇଛି। ଏଠାରେ ଦୈବୀ ରାଜ୍ୟ ତ ନାହିଁ। 5000 ବର୍ଷ ପୂର୍ବରୁ ଭାରତରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଯେପରି ରାଜାରାଣୀ ସେପରି ପ୍ରଜା। ସମସ୍ତେ ସଦା ସୁଖୀ ଥିଲେ। ସେଠାରେ
ଅକାଳ ମୃତ୍ୟୁ ହେଉନଥିଲା। ବହୁତ ଅଳ୍ପ ସଂଖ୍ୟକ ଆତ୍ମା ଥିଲେ। ଏକଥା ଭାରତବାସୀ ସମସ୍ତେ ଭୁଲି ଯାଇଛନ୍ତି ଯେ ଆମର ଭାରତ ପ୍ରଥମେ ସ୍ୱର୍ଗ ଥିଲା। କହୁଛନ୍ତି ମଧ୍ୟ ସ୍ୱର୍ଗୀୟ ଈଶ୍ୱର ପିତା। ସ୍ୱର୍ଗ କୌଣସି ମୂଳ ବତନକୁ କୁହାଯାଇନଥାଏ। ଏକଥା ମନେ ରଖ। ଆମେ ଆତ୍ମା ନିରାକାରୀ ଦୁନିଆର ନିବାସୀ ଅଟୁ। ଆଉ କୌଣସି ଦେହଧାରୀଙ୍କର କଥା ମନେ ନ ପଡ଼ୁ। ଦେହ ଅହଙ୍କାର ଛାଡ଼ି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାକୁ ହେବ। କୁମ୍ଭମେଳା ବୋଲି ଯାହାକୁ କହୁଛନ୍ତି ତାହା କୌଣସି ସୁନେଲି ସଙ୍ଗମ ଯୁଗର ମେଳା ନୁହେଁ। କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ଆଦି ସମୟକୁ ସଙ୍ଗମ କୁହାଯାଇଥାଏ। କଳିଯୁଗ ହେଉଛି ପତିତ ଦୁନିଆ। ଏଠାରେ ଜଣେ ହେଲେ ପବିତ୍ର ନାହାନ୍ତି। ଯଦିଓ ମହାତ୍ମାମାନେ ବି ଅଛନ୍ତି, କିନ୍ତୁ ପବିତ୍ର ତ କେହି ନାହାନ୍ତି। ସମସ୍ତେ କହୁଛନ୍ତି ଯେ ଏହା ପତିତ ଦୁନିଆ ଅଟେ। କୁମ୍ଭମେଳାକୁ ଯାଇଥାନ୍ତି ପବିତ୍ର ହେବା ପାଇଁ। ଗଙ୍ଗାରେ ସ୍ନାନ କରୁଛନ୍ତି, ଅର୍ଥାତ୍ ନିଶ୍ଚୟ ପତିତ ହିଁ ଅଟନ୍ତି। ସାଧୁ ସନ୍ଥ ସମସ୍ତେ ଯାଇଥାନ୍ତି ପବିତ୍ର ହେବା ପାଇଁ। ବାବା କହୁଛନ୍ତି ମୁଁ ସେତେବେଳେ ଆସିଥାଏ ଯେବେ ବହୁତ ଭ୍ରଷ୍ଟାଚାର ହୋଇଥାଏ। ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଇଥାନ୍ତି। ମୁଁ ଆସି ସମସ୍ତଙ୍କର ଉଦ୍ଧାର କରୁଛି। ଅହଲ୍ୟା, ଗଣିକା, ସାଧୁ, ଗୁରୁ ଆଦିଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି, କାରଣ ସେମାନେ ପବିତ୍ର ଆତ୍ମା ନୁହନ୍ତି। ପତିତ ଦୁନିଆରେ କେହି ହେଲେ ପବିତ୍ର ନାହାନ୍ତି। ପବିତ୍ର ଦୁନିଆରେ ପୁଣି କେହି ପତିତ ରହିବେ ନାହିଁ। ନିୟମ ହିଁ ନାହିଁ। ସାଧୁ ଲୋକମାନେ ନିଜକୁ ମହାନ ଆତ୍ମା ଭାବୁନାହାନ୍ତି। ସେମାନେ ତ ନିଜକୁ ପରମାତ୍ମା ବୋଲି ଭାବୁଛନ୍ତି। ସେମାନେ ଶିବୋହମ୍ କହୁଛନ୍ତି। ପ୍ରାଚୀନ ମହାତ୍ମା ଆଦି ତ କହୁଥିଲେ ଯେ ପରମାତ୍ମା ଅନନ୍ତ ଅଟନ୍ତି। ସିଏ ରଚୟିତା ଏବଂ ତାଙ୍କର ରଚନା ହେଉଛି ଅନ୍ତହୀନ। ତେବେ ପୁଣି ନିର୍ବାଣ ଧାମ କିପରି ନେଇଯିବେ? ସେମାନଙ୍କୁ ଜଣା ନାହିଁ ଯେ ଭାରତ ମଧ୍ୟ ଜୀବନମୁକ୍ତ ଥିଲା। ସେ ସମୟରେ ଅନ୍ୟ କୌଣସି ଧର୍ମ ନଥିଲା। କେବଳ ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ଥିଲେ। ପୁଣି ସୂର୍ଯ୍ୟବଂଶୀ ବଦଳି ଚନ୍ଦ୍ରବଂଶୀ ହେଉଛନ୍ତି। ପୁନର୍ଜନ୍ମରେ ତ ଆସୁଛନ୍ତି ନା, 84 ପୁନର୍ଜନ୍ମ ନେଉଛନ୍ତି। 84 ଲକ୍ଷ ଜନ୍ମ ନୁହେଁ, ଏପରି ଭାବେ ବହୁତ ବଡ଼ କାହାଣୀ କହିଦେଉଛନ୍ତି। ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତ୍ରି ହେଉଛି। ତେବେ 84 ଜନ୍ମ ଆବଶ୍ୟକ ନା? ବାବା ଆସି ବୁଝାଉଛନ୍ତି ଯେ ଏବେ କାହାକୁ ହେଲେ ମନେ ପକାଅ ନାହିଁ। ମୁଁ ଆତ୍ମା ସବୁଠାରୁ ପ୍ରିୟ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟେ। ଏପରି ନୁହେଁ ଯେ ସମସ୍ତେ ପରମାତ୍ମାଙ୍କର ରୂପ ଅଟନ୍ତି। ଏହା ତ ଅସମ୍ଭବ ଅଟେ। ଏହା ହିଁ ହେଉଛି ଏକମାତ୍ର ଭୁଲ। ପରମାତ୍ମା ପିତା ଜଣେ, ଅନ୍ୟ ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି। ଆତ୍ମାମାନେ ସବୁ ଭାଇ ଭାଇ ଅଟନ୍ତି। ପୁଣି ଯେବେ ଶରୀର ଧାରଣ କରୁଛନ୍ତି, ତେବେ ପ୍ରଜାପିତା ବ୍ରହ୍ମାଙ୍କୁ ଆଦିପିତା କହିବା ନା। ପ୍ରଥମେ ହେଉଛନ୍ତି ବ୍ରାହ୍ମଣ। ଭାରତରେ ବିରାଟ ରୂପ ମଧ୍ୟ ଦେଖାଉଛନ୍ତି। ବ୍ରାହ୍ମଣ ହେଲେ ଚୋଟି, ଭଗବାନଙ୍କର ସର୍ବୋଚ୍ଚ ସନ୍ତାନ। ଏବେ ତୁମେ ଈଶ୍ୱରୀୟ ସନ୍ତାନ ହୋଇଛ। ତୁମେ ଶିବ ବାବାଙ୍କର ନାତି ଏବଂ ନାତୁଣୀ, ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ। ଶିବ ବାବାଙ୍କର ସନ୍ତାନ ତ ସମସ୍ତେ ଆତ୍ମା ଅଟନ୍ତି। ତୁମେ ସମ୍ପତ୍ତି ଶିବ ବାବାଙ୍କ ଠାରୁ ନେଉଛ। ଶିବ ବାବା ହେଉଛନ୍ତି ଝୁଲା ଭରିଲା ବାଲା ଏବଂ ଝୁଲା ଖାଲି କରିବା ବାଲା ହେଉଛି ମାୟା। ଗାନ କରୁଛନ୍ତି ମଧ୍ୟ ପତିତ ପାବନ ସୀତାରାମ। କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧିରେ ତ୍ରେତା ଯୁଗର ରାମ ସୀତା ଅଛନ୍ତି। ତୁମ୍ଭେମାନେ ଜାଣିଛ ଯେ ସତ୍ୟଯୁଗ ତ୍ରେତା ହେଉଛି ସୁଖଧାମ। ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ମଧ୍ୟ ରହିନଥାଏ। ପତିତ ପାବନ ସମସ୍ତଙ୍କର ଏକମାତ୍ର ହିଁ ପିତା ଅଟନ୍ତି। ଏଠାରେ ତ ହନୁମାନଙ୍କ ମନ୍ଦିରକୁ ମଧ୍ୟ ଯାଇ କହୁଛନ୍ତି ଯେ ତୁମେବ ମାତାଶ୍ଚ ପିତା ତୁମେବ। ଏହା କିପରି ହୋଇପାରିବ? ସମସ୍ତଙ୍କର ସଦ୍ଗତି ଦାତା ପତିତ ପାବନ ଜଣେ ହିଁ ଅଟନ୍ତି। ସେ ହିଁ ଜ୍ଞାନର ସାଗର ଅଟନ୍ତି। ସାଗରରୁ ଯେଉଁ ନଦୀ ବାହାରିଥାଏ ତାହା ତ ପାଣି ଅଟେ। ପାଣି ତ ପତିତ ପାବନ ହୋଇପାରିବ ନାହିଁ। କୌଣସି ବି ରାଷ୍ଟ୍ରରେ ଏପରି କହିବେ ନାହିଁ ଯେ ପାଣିରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇ ମୁକ୍ତି ପାଇଯିବ। ଏହା ତ ହୋଇପାରିବ ନାହିଁ। ଗୋଟିଏ ହେଲା ମୁକ୍ତି, ଅନ୍ୟଟି ହେଲା ଜୀବନ ମୁକ୍ତି। ସଦ୍ଗତି ଦାତା ଅଥବା ଜୀବନ ମୁକ୍ତିଦାତା ଜଣେ ହିଁ ଅଟନ୍ତି। ଏହା ହେଉଛି ପତିତ ଦୁନିଆ। ଭାରତବାସୀ ଜାଣିଛନ୍ତି ଯେ 5000 ବର୍ଷ ପୂର୍ବରୁ
ଭାରତରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଆଉ କୌଣସି ରାଷ୍ଟ୍ର ନଥିଲା। 5000 ବର୍ଷର କଥା ତୁମେ ଭୁଲି ଯାଇଛ। ପଛରେ ପୁଣି ଅନ୍ୟ ସବୁ ରାଷ୍ଟ୍ର ଆସିଥାଏ। ଏବେ ଏତେ ବୃଦ୍ଧି ହୋଇଗଲାଣି। ଦେଖ, ପିଲାମାନେ ସବୁବେଳେ ଏହି କଥା ମନେ ରଖ। ଯେବେ ଶୁଣୁଛ ତେବେ ଏକଥା ଭାବିବ ନାହିଁ ଯେ ଏହା ଦାଦା ବା ବ୍ରହ୍ମା କହୁଛନ୍ତି। ଶିବ ବାବା, ଯିଏକି ସମସ୍ତଙ୍କର ରଚୟିତା ଅଟନ୍ତି, ସିଏ ବସି ରଚନାର ରହସ୍ୟ ବୁଝାଉଛନ୍ତି। ଋଷି ମୁନିମାନେ ତ ସମସ୍ତେ କହୁଛନ୍ତି ଯେ ପରମାତ୍ମା ଅନନ୍ତ ଅଟନ୍ତି। ଆମେ ଜାଣିନାହୁଁ। ଆସ୍ତିକ ତ ତୁମେ ବ୍ରାହ୍ମଣମାନେ ଅଟ, ଯେଉଁମାନଙ୍କର ନିଶ୍ଚୟ ହେଉଛି ଯେ ବାବା ଆମକୁ ନିଜର ଏବଂ ରଚନାର ଜ୍ଞାନ ଦେଉଛନ୍ତି, ତ୍ରିକାଳଦର୍ଶୀ କରାଉଛନ୍ତି। ଋଷି ମୁନି ଆଦି କେହି ତ୍ରିକାଳଦର୍ଶୀ ନୁହନ୍ତି। ବାବା କହୁଛନ୍ତି ଦେବୀ ଦେବତାମାନେ ମଧ୍ୟ ତ୍ରିକାଳଦର୍ଶୀ ନୁହନ୍ତି। କେବଳ ବ୍ରାହ୍ମଣମାନେ ହିଁ ତ୍ରିକାଳଦର୍ଶୀ ଅଟନ୍ତି। ବ୍ରାହ୍ମଣମାନଙ୍କର ଚୋଟି ଥାଏ। ବ୍ରାହ୍ମଣମାନଙ୍କ ଠାରୁ ନୂଆ ରଚନା ହୋଇଥାଏ। ତୁମେ ହେଉଛ ସବୁଠାରୁ ଉତ୍ତମ। ତୁମେ ବାବାଙ୍କର ଶ୍ରୀମତ ଆଧାରରେ ଭାରତକୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛ। ଶ୍ରୀମତ ଭଗବାନଙ୍କର ଅଟେ, କୃଷ୍ଣଙ୍କର ନୁହେଁ। କୃଷ୍ଣ ପତିତ ପାବନ ନୁହନ୍ତି। ପତିତ ପାବନ ଏକମାତ୍ର ଜଣେ ହିଁ ଅଟନ୍ତି। ସିଏ ସମସ୍ତଙ୍କର ପିତା ଅଟନ୍ତି। ସର୍ବଦା ମନେ ପକାଅ, ଆମେ ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛୁ। ତେଣୁ ଆତ୍ମ ଅଭିମାନୀ ହୁଅ। ମୁଁ ଆତ୍ମାମାନଙ୍କୁ ଜ୍ଞାନ ଦେଉଛି। ସେଥିପାଇଁ ଗାୟନ ରହିଛି, ଜ୍ଞାନ ଅଞ୍ଜନ ସଦ୍ଗୁରୁ ଦେଲେ। ସିଏ ହିଁ ପତିତ ପାବନ ସଦ୍ଗତିଦାତା ଅଟନ୍ତି। ବାବା ପିଲାମାନଙ୍କୁ ଜନ୍ମ ଦେଉଛନ୍ତି, ପୁଣି ଶିକ୍ଷକ ହୋଇ ପାଠ ପଢ଼ାଉଛନ୍ତି, ପୁଣି ଗୁରୁ ହୋଇ ସଦ୍ଗତି ଦେଉଛନ୍ତି। ସଦ୍ଗତିକୁ ନେଲାବାଲା ସଦ୍ଗତିଦାତା ଏକମାତ୍ର ହିଁ ବାବା ଅଟନ୍ତି। ତୁମ୍ଭେମାନେ ନୂଆ ଦୁନିଆକୁ ଯିବା ପାଇଁ ଅଥବା ମନୁଷ୍ୟରୁ ଦେବତା ହେବା ପାଇଁ ଏଠି ପାଠ ପଢ଼ୁଛ। ଏବେ ଏହି ପତିତ ମନୁଷ୍ୟ ସୃଷ୍ଟି ବିନାଶ ହୋଇ ଦୈବୀ ଦୁନିଆ ହେବାର ଅଛି। ଯଦିଓ ଏବେ ଦେବତାମାନଙ୍କୁ ପୂଜା କରୁଛନ୍ତି, କିନ୍ତୁ ଏକଥା ଜାଣିନାହାନ୍ତି ଯେ ଆମେ ଦେବୀ ଦେବତା ଧର୍ମର ଅଟୁ। ଯାହାଙ୍କୁ ପୂଜା କରୁଛନ୍ତି ସେହି ଧର୍ମର ବୋଲି କହିବା ନା। ଭାରତବାସୀମାନଙ୍କର ତ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ସ୍ୱର୍ଗ ଥିଲା। ଏବେ କହୁଛନ୍ତି ମନୁଷ୍ୟମାନେ 84 ଲକ୍ଷ ଜନ୍ମ ନେଉଛନ୍ତି। କ'ଣ ସମସ୍ତେ ନେଉଛନ୍ତି? ଯଦି ଏତେ ଲକ୍ଷ ଜନ୍ମ ହେବ, ତେବେ ସେଥିପାଇଁ ବହୁତ ଲମ୍ବା କଳ୍ପ ହେବା ଆବଶ୍ୟକ। ଏହା ମଧ୍ୟ ଡ୍ରାମା ଅନୁସାରେ ଖେଳ ତିଆରି ହୋଇଛି। ଯାହା ବିତିଗଲା ତାହା ଡ୍ରାମା। ମୂଳବତନ ସୂକ୍ଷ୍ମବତନକୁ ମଧ୍ୟ ତୁମ୍ଭେମାନେ ହିଁ ଜାଣିଛ। ତୁମ୍ଭେମାନେ ହେଉଛ ସ୍ୱଦର୍ଶନ ଚକ୍ରଧାରୀ। ସେମାନେ ବିଷ୍ଣୁଙ୍କୁ ସ୍ୱଦର୍ଶନ ଚକ୍ରଧାରୀ ବୋଲି କହୁଛନ୍ତି। ବାବା ବୁଝାଉଛନ୍ତି ବିଷ୍ଣୁଙ୍କର 2 ଆକୃତି, ଲକ୍ଷ୍ମୀ ନାରାୟଣ ସ୍ୱଦର୍ଶନ ଚକ୍ରଧାରୀ ନୁହନ୍ତି। ସ୍ୱଦର୍ଶନ ଚକ୍ରଧାରୀ ତୁମେ ବ୍ରାହ୍ମଣ ଅଟ। ଏଥିରେ କେତେ ଫରକ ରହିଛି। ସେମାନେ ପୁଣି କହୁଛନ୍ତି ଯେ କୃଷ୍ଣଙ୍କର ସ୍ୱଦର୍ଶନ ଚକ୍ର ଥିଲା। ଯୁଦ୍ଧଭୂମିରେ ଚକ୍ର ଚଳାଇଥିଲେ, ପୁଣି କୌରବମାନେ ମରିଗଲେ। କିନ୍ତୁ ଦେବତାମାନେ କ'ଣ କେବେ ହିଂସା କରିଥାନ୍ତି? ସେମାନେ ତ ଡବଲ ଅହିଂସକ ଅଟନ୍ତି। ନା ତାଙ୍କ ପାଖରେ ବିକାର ଅଛି, ନା ଲଢ଼େଇ କରିପାରିବେ। ସବୁଠାରୁ ବଡ଼ ହିଂସା ହେଉଛି ପରସ୍ପରକୁ ବିଷ ପିଆଇବା, ବିକାରଗ୍ରସ୍ତ ହେବା। ବାବା କହୁଛନ୍ତି ଏହାଦ୍ୱାରା ଆଦି ମଧ୍ୟ ଅନ୍ତ ଦୁଃଖ ଭୋଗି ଆସିଛ। ସତ୍ୟଯୁଗରେ କାମ ବିକାର ନଥିଲା। ସେଠାରେ ନିର୍ବିକାରୀ ରାଜ୍ୟ ଥିଲା। ସର୍ବଗୁଣ ସମ୍ପନ୍ନ ମର୍ଯ୍ୟାଦା ପୁରୁଷୋତ୍ତମ ଥିଲେ। ସେଠାରେ ହିଂସା ନଥିଲା। ଏହି ସମୟରେ ରାବଣ ରାଜ୍ୟ ରହିଛି। 5 ବିକାର ସର୍ବବ୍ୟାପୀ ଅଟେ। ସେମାନେ ପୁଣି କହି ଦେଉଛନ୍ତି ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି। ସେହି ବିଜ୍ଞାନ ଦ୍ୱାରା ଯେଉଁ ବିମାନ ଆଦି ତିଆରି ହୋଇଛି, ଏହି 100 ବର୍ଷ ଭିତରେ, ଏହା କ'ଣ ପାଇଁ? ବର୍ତ୍ତମାନ ଏହା ପରୀକ୍ଷା କରାଯାଉଛି। ଏହି ସବୁ ଜିନିଷ ପୁଣି ଭବିଷ୍ୟତରେ କାମରେ ଆସିବ। ଏହାଦ୍ୱାରା ଏବେ ସବୁ କିଛି ବିନାଶ ହୋଇଯିବ। ପୁଣି ଏହା ସୁଖ ସମୟରେ କାମରେ ଆସିବ। ଏଠାରେ ତ ସୁଖ ବି ଅଛି ତ ଦୁଃଖ ମଧ୍ୟ ରହିଛି। ଏହାକୁ ମାୟାର ଆଡ଼ମ୍ବର ବୋଲି କୁହାଯାଉଛି। ବିନାଶ ହେବା ଏହା ତ ଭଲ କଥା ଅଟେ ନା। କହୁଛନ୍ତି ମଧ୍ୟ ହେ ପତିତ ପାବନ ଆସ। ଆସି କ'ଣ କରିବି? କହୁଛନ୍ତି ବାବା ପୁଣି ଥରେ ସ୍ୱର୍ଗର ସ୍ଥାପନା କର, ତେବେ ଆମେ ସୁଖ ପାଇବୁ।
ବାବା ବୁଝାଉଛନ୍ତି ପିଲାମାନେ ଏହିପରି ଖେଳ ତିଆରି ହୋଇଛି। ବାବା ସୁଖଧାମ ରଚନା କରୁଛନ୍ତି, ରାବଣ ପୁଣି ଦୁଃଖଧାମ କରିଦେଉଛି। ଶାନ୍ତିଧାମରୁ ଆତ୍ମାମାନେ ପ୍ରଥମେ ସୁଖଧାମକୁ ଆସୁଛନ୍ତି, ସେଠାରୁ ପବିତ୍ର ଆତ୍ମାମାନେ ହିଁ ଆସୁଛନ୍ତି। ବର୍ତ୍ତମାନ ସମୟରେ ସମସ୍ତେ ପତିତ ଅଟନ୍ତି। ସେଥିପାଇଁ ତ ୟାଦ କରୁଛନ୍ତି ଯେ ବାବା ଆସ। ବାବା ମଧ୍ୟ ଡ୍ରାମାର ବନ୍ଧନରେ ବାନ୍ଧି ହୋଇଛନ୍ତି। ବାବା କହୁଛନ୍ତି ଯେବେ ସମସ୍ତେ ଦୁଃଖୀ ହୋଇଯାଉଛନ୍ତି ତେବେ ଯାଇ ହିଁ ମୋତେ ଆସିବାକୁ ପଡ଼ୁଛି। କଳିଯୁଗ ଅନ୍ତ ଏବଂ ସତ୍ୟଯୁଗ ଆଦିର ଏହା ସଙ୍ଗମ ଅଟେ। ସେମାନେ ସଙ୍ଗମରେ କୁମ୍ଭମେଳା କରିଥାନ୍ତି। ତାହା ତ ହେଉଛି ପାଣିର ସାଗର ଏବଂ ନଦୀମାନଙ୍କର ମେଳା। ତୁମେ କହିବ ଏହା ହେଉଛି ପରମପିତା ପରମାତ୍ମା ଏବଂ ଆମ ଆତ୍ମାମାନଙ୍କର ମେଳା। ବାବାଙ୍କର ନିଜର ତ ଶରୀର ନାହିଁ। ବାବା କହୁଛନ୍ତି ପିଲାମାନେ ମୋତେ ଜ୍ଞାନ ଦେବା ପାଇଁ ଶରୀର ନିଶ୍ଚୟ ଦରକାର, ନଚେତ ମୁଁ କିପରି କଥା ହେବି। ସେଥିପାଇଁ ମୁଁ ଏହାଙ୍କୁ ପୁଷ୍ୟ ରୂପେ ଗ୍ରହଣ କରୁଛି। ତୁମେ ଏବେ ଈଶ୍ୱରଙ୍କ ସମ୍ମୁଖକୁ ଆସିଛ। ବାବାଙ୍କ ଦ୍ୱାରା ଜାଣୁଛ ଯେ ଆମେ ଈଶ୍ୱରଙ୍କ ସନ୍ତାନ ଅଟୁ। ଏବେ ପରମପିତା ପରମାତ୍ମା ପଚାରୁଛନ୍ତି ଯେ ମୁଁ କିପରି ଆସିବି, କାହା ଶରୀରରେ ପ୍ରବେଶ କରିବି। ନିଶ୍ଚୟ ମୋତେ ପତିତ ଦୁନିଆ ପତିତ ଶରୀରରେ ଆସିବାକୁ ପଡ଼ୁଛି। ଏମାନେ ସମସ୍ତେ ଶ୍ୟାମଳ ଅଟନ୍ତି। ବାବା କହୁଛନ୍ତି ତୁମେ ସମସ୍ତେ ଗୋରା ଥିଲ, ଏବେ ଶ୍ୟାମଳ ହୋଇଯାଇଛ। ତୁମ ସମସ୍ତଙ୍କର ନାମ ହେଲା ଶ୍ୟାମ। ଏବେ ଶ୍ୟାମଳ ହୋଇଯାଇଛ। କୃଷ୍ଣଙ୍କୁ କହୁଛନ୍ତି ଶ୍ୟାମ ସୁନ୍ଦର। ବାସ୍ତବରେ ଭାରତ ପ୍ରଥମେ ସ୍ୱର୍ଗ ଥିଲା, ସୁବର୍ଣ୍ଣ ଯୁଗ ଥିଲା, ପ୍ରକୃତି ମଧ୍ୟ ଫାଷ୍ଟ କ୍ଲାସ୍ ଥିଲା। ସେଠାରେ କେହି ଅନ୍ଧ ଛୋଟା ନଥିଲେ। କୃଷ୍ଣ ହେଉଛନ୍ତି ନମ୍ବର 1 ଶ୍ୟାମ ସୁନ୍ଦର। ଶିବ ବାବା ବ୍ରହ୍ମାଙ୍କର ହିଁ ଶରୀର ଆଧାର ନେଇ ଏହାଙ୍କୁ ଏବଂ ତା ସହିତ ତୁମ୍ଭମାନଙ୍କୁ ମଧ୍ୟ ଶ୍ୟାମଳରୁ ସୁନ୍ଦର କରୁଛନ୍ତି। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର ପଏଣ୍ଟ। ଆମେ ବ୍ରାହ୍ମଣ ଜୁଟି ସମସ୍ତଙ୍କଠାରୁ ଉତ୍ତମ ଅଟୁ। ଏହି ନିଶାରେ ରହି ଶ୍ରୀମତ ଆଧାରରେ ଭାରତକୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରିବାର ସେବା କରିବାକୁ ହେବ। ନିଜେ ଆସ୍ତିକ ହେବା ସହିତ ଅନ୍ୟକୁ ମଧ୍ୟ ଆସ୍ତିକ କରିବାକୁ ହେବ। ଆମେ ବ୍ରାହ୍ମଣ ଜୁଟି ସମସ୍ତଙ୍କଠାରୁ ଉତ୍ତମ ଅଟୁ। ଏହି ନିଶାରେ ରହି ଶ୍ରୀମତର ଆଧାରରେ ଭାରତକୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରିବାର ସେବା କରିବାକୁ ହେବ। ନିଜେ ଆସ୍ତିକ ହେବା ସହିତ ଅନ୍ୟକୁ ମଧ୍ୟ ଆସ୍ତିକ କରିବାକୁ ହେବ। 2 ନମ୍ବର ପଏଣ୍ଟ। ଦେହ ଅହଙ୍କାରକୁ ଛାଡ଼ି ଆତ୍ମ ଅଭିମାନୀ ରହିବାକୁ ହେବ। ବିଚିତ୍ର ଅର୍ଥାତ୍ ଅଶରୀରୀ ହେବାର ପୁରା ପୁରୁଷାର୍ଥ କରିବାକୁ ପଡ଼ିବ। ଦେହ ଅହଙ୍କାରକୁ ଛାଡ଼ି ଆତ୍ମ ଅଭିମାନୀ ରହିବାକୁ ହେବ। ବିଚିତ୍ର ଅର୍ଥାତ୍ ଅଶରୀରୀ ହେବାର ପୁରା ପୁରୁଷାର୍ଥ କରିବାକୁ ପଡ଼ିବ। ବରଦାନ। ଶ୍ରେଷ୍ଠ ପୁରୁଷାର୍ଥ ଦ୍ୱାରା ପ୍ରତ୍ୟେକ ଶକ୍ତି ବା ଗୁଣର ଅନୁଭବ କରୁଥିବା ଅନୁଭବୀ ମୂରତ ହୁଅ। ଶ୍ରେଷ୍ଠ ପୁରୁଷାର୍ଥ ଦ୍ୱାରା ପ୍ରତ୍ୟେକ ଶକ୍ତି ବା ଗୁଣର ଅନୁଭବ କରୁଥିବା ଅନୁଭବୀ ମୂରତ ହୁଅ। ଅନୁଭବର ଅଧିକାରୀ ହିଁ ସର୍ବଶ୍ରେଷ୍ଠ ଅଧିକାରୀ। ଯେପରି ନିଜେ ଚିନ୍ତନ କରୁଛ ଓ ବର୍ଣ୍ଣନ କରୁଛ ଯେ ଆତ୍ମା ଶାନ୍ତ ସ୍ୱରୂପ, ସୁଖ ସ୍ୱରୂପ, ଏହିଭଳି ପ୍ରତ୍ୟେକ ଗୁଣ ବା ଶକ୍ତିର ଅନୁଭବ କର ଏବଂ ସେହି ଅନୁଭବରେ ତଲ୍ଲୀନ ହୋଇଯାଅ। ଯେତେବେଳେ ଶାନ୍ତ ସ୍ୱରୂପ କହୁଛ ଯେ ସେହି ସମୟରେ ନିଜକୁ ଓ ଅନ୍ୟକୁ ଶାନ୍ତିର ଅନୁଭୂତି ହେଉ। ଶକ୍ତି ବିଷୟରେ ବର୍ଣ୍ଣନା ତ କରୁଛ, କିନ୍ତୁ ଶକ୍ତି ବା ଗୁଣ ସମୟ ଅନୁଯାୟୀ ଅନୁଭବ ହେଉ। ଅନୁଭବୀ ମୂରତ ହେବା ହିଁ ଶ୍ରେଷ୍ଠ ପୁରୁଷାର୍ଥର ଲକ୍ଷଣ। ତେଣୁ ଅନୁଭବକୁ ବଢ଼ାଅ। ସ୍ଲୋଗାନ। ସମ୍ପନ୍ନତାର ଅନୁଭୂତି ଦ୍ୱାରା ସନ୍ତୁଷ୍ଟ ଆତ୍ମା ହୁଅ, ତେବେ ଅପ୍ରାପ୍ତିର ନାମଗନ୍ଧ ରହିବ ନାହିଁ। ସମ୍ପନ୍ନତାର ଅନୁଭୂତି ଦ୍ୱାରା
ସନ୍ତୁଷ୍ଟ ଆତ୍ମା ହୁଅ, ତେବେ ଅପ୍ରାପ୍ତିର ନାମଗନ୍ଧ ରହିବ ନାହିଁ। ଓମ୍ ଶାନ୍ତି।